ଦେଲେ ତାଙ୍କ ଚରଣ ତଳେ ଯିବା ନିମନ୍ତେ ଏଥିପାଇଁ ମୁଁ ପ୍ରଭୁଙ୍କ ଠାରେ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଚାହେଁ। ଆଜି ଏକ ବିଷୟ ଉପରେ ଆମେ ଆଲୋଚନା କରିବା, ଯାହା ଦେଖିବା ପ୍ରଥମ କରିନ୍ଥୀୟ 3:16 ଆଉ 17 ଉପରେ ଆମେ ଆଲୋଚନା କରିବା। ଏଠାରେ ଲେଖାଗଲା, ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କର ମନ୍ଦିର ଆଉ ଈଶ୍ୱରଙ୍କର ଆତ୍ମା ତୁମ୍ଭମାନଙ୍କର ଅନ୍ତରରେ ବାସ କରନ୍ତେ। ତାପରେ ଦ୍ୱିତୀୟ କୁହାଗଲା, ଯଦି କୌଣସି ଲୋକ ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କରେ ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କର ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ। ଏଠି ଦୁଇ ପ୍ରକାର ବିଷୟକୁ କୁହାଗଲା। ପ୍ରଥମେ କୁହାଗଲା ତୁମ୍ଭେମାନେ ହେଉଛ ଈଶ୍ୱରଙ୍କର ମନ୍ଦିର। ଯେଉଁମାନେ ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କଲେ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରିଚୟକୁ ଯେଉଁ ବ୍ୟକ୍ତିମାନେ ପାଇଗଲେ, ସେ ସମସ୍ତ ବ୍ୟକ୍ତି ହେଉଛନ୍ତି ଈଶ୍ୱରଙ୍କର ଏକ ମନ୍ଦିର, ଯେଉଁଠାରେ ପବିତ୍ର ଆତ୍ମା ବାସ କରିବେ। ତ ଯେତେବେଳେ ସେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ବାସସ୍ଥାନ ବନେଇଦେଲେ, ତ ପବିତ୍ର ଆତ୍ମା କାହିଁକି ଆମମାନଙ୍କର ଜୀବନରେ ଆସିବେ ହିଁ ନାହିଁ। ଯେତେବେଳେ ସେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ବାସସ୍ଥାନ ବନେଇଦେଲେ, ଏଥିପାଇଁ ବନେଇଲେ ଯେ ପବିତ୍ର ଆତ୍ମା ଆମମାନଙ୍କର ମଧ୍ୟରେ ସେ ଓହ୍ଲେଇ ଆସନ୍ତୁ ଏବଂ ସେ ଆମମାନଙ୍କର ମଧ୍ୟରେ ରହିକି ଆତ୍ମିକ ଜୀବନରେ ଆମମାନଙ୍କୁ କିପରି ବଢ଼ିବାକୁ ପଡ଼ିବ, ଏହି ସମସ୍ତ ବିଷୟର ଶିକ୍ଷା ଯେପରି ସେ ଦେଇପାରିବେ, ଏଥି ନିମନ୍ତେ ଆମମାନଙ୍କର ହୃଦୟକୁ ସେ ପବିତ୍ର ଆତ୍ମାଙ୍କର ମନ୍ଦିର ଭାବରେ ପରିଣତ କଲେ। ଯଦି ଆପଣ ପ୍ରଭୁଙ୍କ ଠାରେ ବିଶ୍ୱାସ କରିକରି ଯାଉଛନ୍ତି, ଚାहे ଆପଣଙ୍କର ବିଶ୍ୱାସ ଛୋଟ ଧରଣର ଥାଉ କିମ୍ବା ବିଶ୍ୱାସ ଆପଣଙ୍କର ବଡ଼ ଧରଣର ଥାଉ, ଯଦି ଆପଣଙ୍କର ବିଶ୍ୱାସ ତାଙ୍କ ଉପରେ ଅଛି, ତାହେଲେ ଆପଣ ତାଙ୍କର ମନ୍ଦିର ଅଟନ୍ତେ, ଯେଉଁଠାରେ ପବିତ୍ର ଆତ୍ମା ବାସ କରିବେ। ଯେଉଁମାନଙ୍କର ହୃଦୟରେ ପବିତ୍ର ଆତ୍ମା ବାସ କରିବେ, ସେମାନଙ୍କର ସମସ୍ତ ମନସ୍କାମନାକୁ ମଧ୍ୟ ସେ ପୂରା କରନ୍ତି। ପବିତ୍ର ଆତ୍ମା ହେଉଛନ୍ତି ଆମମାନଙ୍କର ଜୀବନର ସେହି ବ୍ୟକ୍ତି ଯିଏକି ଆମମାନଙ୍କର ସବୁ ଆବଶ୍ୟକତାକୁ ପୂରା କରିବେ। ଏଠି କୁହାଗଲା, ତୁମମାନେ ହେଉଛ ଈଶ୍ୱରଙ୍କର ମନ୍ଦିର ଆଉ ଈଶ୍ୱରଙ୍କର ଆତ୍ମା ତୁମମାନଙ୍କର ଅନ୍ତରରେ ବାସ କରନ୍ତି। ସେ କାହିଁକି ଆମମାନଙ୍କ ଅନ୍ତରରେ ବାସ କରନ୍ତି? ଯେ ଆମମାନଙ୍କୁ ସବୁ ପ୍ରକାର ପାପଠୁ ସୁରକ୍ଷିତ ରଖିବା ପାଇଁ, ସବୁ ପ୍ରକାର ଶୈତାନର ଯୁଦ୍ଧ ସହିତ ଲଢ଼ିବା ପାଇଁ ଆମମାନଙ୍କୁ ସେ ଶିକ୍ଷା ଦେବେ। ପବିତ୍ର ଆତ୍ମା ହେଉଛନ୍ତି ଏକ ବହୁତ ବଡ଼ ଶିକ୍ଷକ, ଯେଉଁମାନେ ତାଙ୍କୁ ଗ୍ରହଣ କରିଛନ୍ତି। ଯେଉଁ ବ୍ୟକ୍ତିମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରି ପବିତ୍ର ଆତ୍ମାକୁ ଆପଣ ହୃଦୟରେ ସ୍ଥାନ ଦେଇଅଛନ୍ତି, ସେହି ବ୍ୟକ୍ତିମାନଙ୍କୁ କୌଣସି ବି ପ୍ରକାର ଆଗକୁ ବଢ଼ିବା ପାଇଁ ଯେବେ ବି ଗାଇଡେନ୍ସର ଆବଶ୍ୟକ ଥିବ, ତାହା ସେମାନଙ୍କୁ ନିହାତି ମିଳୁଥିବ। କାରଣ ପବିତ୍ର ଆତ୍ମା ହେଉଛନ୍ତି ଏକ ଉତ୍ତମ ଶିକ୍ଷକ, ଯିଏ ଆପଣଙ୍କୁ ପ୍ରତିଟି ଜାଗାରେ ଶିକ୍ଷା ଦେବେ, ଯିଏ ଆପଣଙ୍କୁ ପ୍ରତିଟି ଏରିଆରେ, ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ସେ ସାହାଯ୍ୟ କରନ୍ତି, ଯେଉଁ ସମୟରେ ଆପଣ ନିଜକୁ ଦୁର୍ବଳ ଅନୁଭବ କରିପାରୁଥିବେ। ତ ଏବେ ଯେତେବେଳେ ସେ ହେଉଛନ୍ତି ଆମମାନଙ୍କର ବାସସ୍ଥାନ, ଆମେ ଏବେ ନିର୍ଭୟରେ ବଞ୍ଚିବାକୁ ପଡ଼ିବ। ଯଦି ସ୍ୱର୍ଗରେ ପରମେଶ୍ୱର ବାସ କଲେ ସ୍ୱର୍ଗ ଭୟଙ୍କର ପାଲଟି ଗଲା, ଭାବନ୍ତୁ ଆଜି ଆମମାନଙ୍କ ମଧ୍ୟରେ ଯଦି ପବିତ୍ର ଆତ୍ମା ବାସ କରୁଛନ୍ତି, ଆମେ ବି ଭୟଙ୍କର ଜୀବନକୁ ବିତେଇ ପାରିବୁ, ଆମେ ବି ଭୟଙ୍କର ଜୀବନର ଅଂଶ ହେଇପାରିବୁ। ଯେମିତି ସ୍ୱର୍ଗ ପରମେଶ୍ୱରଙ୍କର ବାସସ୍ଥାନ ହେବା ଦ୍ୱାରା ଆନନ୍ଦରେ ପରିଣତ ହେଇଗଲା, ଯେଉଁମାନଙ୍କର ହୃଦୟ ପବିତ୍ର ଆତ୍ମାଙ୍କର ବାସସ୍ଥାନ ହେଇଯିବ, ସେମାନେ ବି ଆନନ୍ଦକୁ ଲାଭ କରିବେ। ଆଉ ଯେଉଁମାନଙ୍କର ହୃଦୟ ପବିତ୍ର ଆତ୍ମାଙ୍କର ବାସସ୍ଥାନ ଅଲରେଡି ହେଇଯାଇଛି, ସେ ବ୍ୟକ୍ତିମାନେ ଆନନ୍ଦରେ ବୃଦ୍ଧି ପାଇବେ, ସେମାନେ ଆହୁରି ଖୁସି କରିବେ ଯୀଶୁଙ୍କ ଠାରେ, ଆହୁରି ବିଶ୍ୱାସରେ ସେମାନେ ବୃଦ୍ଧି ପାଇବେ। କାରଣ ପବିତ୍ର ଆତ୍ମାଙ୍କ ରହିବାର ସ୍ଥାନ ଆମମାନଙ୍କ ହୃଦୟ ହେଇଯାଇଥିବା ସକାଶ ଆମେ ଖୁସି, ଆନନ୍ଦ ଏବଂ ଶାନ୍ତିର ଜୀବନକୁ ବିତେଇ ପାରିବୁ। ତ ସେମାନଙ୍କର ହୃଦୟରେ ଆସିବା ପାଇଁ କାହିଁକି ଚାହିଁଲେ? କାରଣ ଆମେ ଗୋଟେ ଦୁର୍ବଳ ବ୍ୟକ୍ତି କହିକରେ। ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ କାହିଁକି ବାସ କରିବା ପାଇଁ ଚାହିଁଲେ? କାରଣ ପରମେଶ୍ୱର ଜାଣିଛନ୍ତି ମନୁଷ୍ୟ ତାଙ୍କ ସମ୍ମୁଖରେ ଏକ ଦୁର୍ବଳ ବ୍ୟକ୍ତି ଅଟେ। ଆମେ ଯେପରି ଆମର ଦୁର୍ବଳତା ଦ୍ୱାରା ଶୈତାନ ସମ୍ମୁଖରେ ଯେପରି ଆମେ ପରାଜିତ ନ ହେବୁ ଏବଂ ସାଂସାରିକ ପଥରୁ ଆମେ ବାହାରି ପୁନର୍ବାର ଯେପରି ସାଂସାରିକ ବିଷୟରେ, ସଂସାରର ପାପରେ ଆମେ ଯେପରି ଆପଣଙ୍କୁ ସଂଯୁକ୍ତ ନ କରିବୁ, ଏଥି ନିମନ୍ତେ ପବିତ୍ର ଆତ୍ମାକୁ ଆମମାନଙ୍କ ହୃଦୟରେ ରହିବା ପାଇଁ ଏକ ବାସସ୍ଥାନ ପିତା ପରମେଶ୍ୱର ଉତ୍ପନ୍ନ କଲେ। ଯେତେବେଳେ ଆମେ ହେଉଛୁ ପବିତ୍ର ଆତ୍ମାଙ୍କର ବାସସ୍ଥାନ, ତାମାନେ କେତେ ଖୁସିରେ ନ ବଞ୍ଚିବା। ଯଦି ସ୍ୱର୍ଗର ଲୋକମାନେ ଦୁଃଖ କରିବେ, ଆମେ ଏଇ ଜିନିଷ ଗୋଟେ ମଜାକ ଲାଗିବ ନା ନାହିଁ? ସ୍ୱର୍ଗ କେବେ ବି ଦୁଃଖ କରି ହିଁ ନାହିଁ। ସ୍ୱର୍ଗ ସବୁବେଳେ ଆନନ୍ଦ ଅନୁଭବ କରେ, ସ୍ୱର୍ଗରେ ଆନନ୍ଦ ଥାଏ, ସ୍ୱର୍ଗରେ ଖୁସି ଥାଏ। ହଁ, ଯୀଶୁଙ୍କର ଆଶୀର୍ବାଦ, ଯୀଶୁ ଆମମାନଙ୍କ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଏଥିରେ ସ୍ୱର୍ଗ ଦୁଃଖ ପ୍ରକାଶ କରେ ନାହିଁ।
କାରଣ ଆମମାନଙ୍କର ନିମନ୍ତେ ଯୀଶୁ ମୃତ୍ୟୁବରଣ କରିବା ଦ୍ୱାରା ଆମମାନେ ସ୍ୱର୍ଗ ରାଜ୍ୟରେ ସଂଯୁକ୍ତ ହବ। ଏହା ପରମେଶ୍ୱର ଜାଣିଥିଲେ। ସ୍ୱର୍ଗ ହେଉଛି ଗୋଟେ ଦୁଃଖର ସ୍ଥାନ ନାହିଁ, ସ୍ୱର୍ଗ ହେଉଛି ଆନନ୍ଦର ସ୍ଥାନ ଅଟେ। ଯେଟା ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ ବାସ କରିବେ, ଯେଟା ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ ସ୍ଥାନ ବନେଇବେ, ତାହେଲେ ଆପଣ ବି ଆନନ୍ଦ ରହିବେ। ଆଉ ଯଦି ବନେଇଛନ୍ତି ତାହେଲେ ଆପଣଙ୍କର ଆନନ୍ଦକୁ କେହି ଚୁରେଇକି ନେଇପାରିବ ନାହିଁ, ଆପଣଙ୍କର ଜୀବନର ଖୁସିକୁ କେହି ବି ଅଟକେଇ ପାରିବ ନାହିଁ। କିଛି ସମୟ ପରିସ୍ଥିତି ଅଟକେଇଲେ ମଧ୍ୟ ତାହା ଆହୁରି କିଛି ମିନିଟ୍ ପରେ ଆପଣଙ୍କଠୁ ଦୂରକୁ ଚାଲିଯିବ। କାରଣ ସ୍ୱର୍ଗର ଜୀବନକୁ ଆପଣ ଯେପରି ଅନୁଭବ କରନ୍ତୁ, ସ୍ୱର୍ଗର ଖୁସିରେ ଆପଣ ସର୍ବଦା ଲାଗିକି ରୁହନ୍ତୁ, ସ୍ୱର୍ଗୀୟ ବିଷୟକୁ ଜଲ୍ଦି ନିଜ ଜୀବନରେ ଆପଣ ପ୍ରାପ୍ତ ହୁଅନ୍ତୁ। ଏହି କାରଣ ସକାଶୁ ପ୍ରଭୁ ଆପଣମାନଙ୍କୁ ତାଙ୍କର ଏକ ବାସସ୍ଥାନ ଆକାରରେ ସେ ପ୍ରସ୍ତୁତ କଲେ। ତାପରେ ଦ୍ୱିତୀୟରେ କୁହାଗଲା, ଯଦି କୌଣସି ଲୋକ ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କରେ ତେବେ ଈଶ୍ୱର ତାକୁ ନଷ୍ଟ କରିବେ। ଆମେ ଏବେ ସେଇ ଦଳର ଲୋକ ନାହୁଁ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କଲେ ମାନେ ଶରୀର ବିପକ୍ଷରେ ପାପ କରିପାରିବେ ହିଁ ନାହିଁ, ସେମାନେ ପବିତ୍ର ଆତ୍ମାଙ୍କର ବାସସ୍ଥାନକୁ ଖରାପ କରିପାରିବେ ନାହିଁ। ଏଇ ଦଳର ଆମେ ନାହୁଁ, କାରଣ ଆମେ ସମସ୍ତେ ଯୀଶୁଙ୍କ ଠାରେ ଯଦି ବିଶ୍ୱାସ କରୁଅଛୁ ଆମେ ଏଇ ଦଳର ନାହୁଁ। ଯେଉଁମାନେ ବିଶ୍ୱାସ କରିନାହାନ୍ତି ସେମାନେ ଏହି ଦଳର ଲୋକମାନେ ଯେଉଁମାନେ ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କରିବେ। କିନ୍ତୁ ଯେଉଁମାନେ ବିଶ୍ୱାସୀ, ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରି ଚାହୁଁଅଛନ୍ତି, ସେମାନେ କୌଣସି ବି ପ୍ରକାର ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କରିପାରିବେ ନାହିଁ। ତ ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କିଏ କରେ? ଯିଏ ଏବେ ପାପରେ ଅଛି, ଯେଉଁ ବ୍ୟକ୍ତି ଅସୁଚିତାର ଅଛି, ଯେଉଁ ବ୍ୟକ୍ତି ବିଭିନ୍ନ ପ୍ରକାର ସାଂସାରିକ ପଥରେ ଆପଣର ପାପରେ ସେ ପଡ଼ିକିରି ଅଛି, କିନ୍ତୁ ଯିଏ ପାପଠୁ ବାହାରିଛେ ସେହି ବ୍ୟକ୍ତିମାନେ ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କରିପାରିବେ ନାହିଁ। ବିଶ୍ୱାସ ଦ୍ୱାରା ଆମେ ପବିତ୍ର ଆତ୍ମାଙ୍କର ବାସସ୍ଥାନକୁ ଆହୁରି ଭଲ ଭାବରେ ଆମେ ରଖିପାରିବା। ବିଶ୍ୱାସ ଦ୍ୱାରା ଆମେ ପବିତ୍ର ଆତ୍ମାଙ୍କର ଯେଉଁ ବାସସ୍ଥାନ ଅଛି ତାକୁ ଆମେ ନଷ୍ଟ ନ କରି ବିଶ୍ୱାସରେ ଆମେ ବଢ଼ୁଥିଲେ ଅଟୋମେଟିକ୍ ଆମେ ପବିତ୍ର ଆତ୍ମାଙ୍କ ସହିତ ଆହୁରି ସଂଯୁକ୍ତ ହେଉଥିବା। କାରଣ ବିଶ୍ୱାସ ଦ୍ୱାରା ହିଁ ଆମେ ପବିତ୍ର ଆତ୍ମାକୁ ଇନଭାଇଟ୍ କଲୁ ଆମମାନଙ୍କର ଜୀବନରେ। ଯଦି ଆଜି ଆପଣ ପବିତ୍ର ଆତ୍ମାଙ୍କ ସହିତ ଚାଲୁଛନ୍ତି, ଯଦି ଆପଣଙ୍କର ଜୀବନରେ ପବିତ୍ର ଆତ୍ମା ଗ୍ରହଣ କରିଅଛନ୍ତି, ଆପଣ ପବିତ୍ର ଆତ୍ମା ଆପଣଙ୍କର ଜୀବନରେ ଗମନାଗମନ କରୁଅଛନ୍ତି, ଏହାର ଅର୍ଥ ଯେ ଆପଣ ବିଶ୍ୱାସ ଦ୍ୱାରା ତାଙ୍କୁ ଗ୍ରହଣ କଲେ, ବିଶ୍ୱାସ ଦ୍ୱାରା ତାଙ୍କର ଶକ୍ତିକୁ ଆପଣ ଗ୍ରହଣ କଲେ, ବିଶ୍ୱାସ ଦ୍ୱାରା ଆପଣଙ୍କର ଜୀବନରେ ପବିତ୍ର ଆତ୍ମାଙ୍କର ଆଶ୍ଚର୍ଯ୍ୟ କର୍ମକୁ ଆପଣ ଦେଖିପାରିଲେ। ବିଶ୍ୱାସ ହିଁ ପ୍ରତ୍ୟେକ ବିଷୟକୁ ଦେଖିବା ରାସ୍ତା ଖୋଲିଦିଏ। ସ୍ୱର୍ଗର ସମସ୍ତ ଐଲୌକିକ ବିଷୟକୁ ଅନୁଭବ କରିବା ନିମନ୍ତେ ବିଶ୍ୱାସ ଆପଣଙ୍କୁ ସାହାଯ୍ୟ କରେ ଏବଂ ପବିତ୍ର ଆତ୍ମା ଯେଉଁ ଜାଗାରେ ବାସ କରନ୍ତି ସେ ଜାଗାରେ ବିଶ୍ୱାସର କେବେ ବି କମି ହୁଏ ନାହିଁ। ବିଶ୍ୱାସକୁ ୱିକ୍ କରିବା ପାଇଁ ଶୈତାନ ଯୁଦ୍ଧ କରିବା ପାଇଁ ଆସିବ, କିନ୍ତୁ ଆପଣ ଦୁର୍ବଳ ବୋଲି ମୁଁ କହିପାରିବି ନାହିଁ। ବରଂ ଯଦି ଆପଣ ବିଶ୍ୱାସରେ ଅଛନ୍ତି, ପବିତ୍ର ଆତ୍ମାଙ୍କର ସହିତ ଆପଣ ସଂଯୁକ୍ତ ହେଇକରି ଚାଲୁଛନ୍ତି, ବିଶ୍ୱାସ ପ୍ରେସର ଆସିବ। ଏହା ନାହିଁ ଯେ ବିଶ୍ୱାସ ପ୍ରେସର ଆସିବ ନାହିଁ, ହଁ ବିଶ୍ୱାସ ପ୍ରେସର ଆସିବ, କିନ୍ତୁ ବିଶ୍ୱାସକୁ ଆପଣଙ୍କର ଜୀବନରେ ଆପଣ ହରାଇ ପାରିବେ ନାହିଁ। କାରଣ ପବିତ୍ର ଆତ୍ମା ମାନଙ୍କର ଭିତରେ ଥିବା ବିଶ୍ୱାସକୁ ସେ ସବୁବେଳେ ଦୃଢ଼ ଭାବରେ ଧରିକି ଆମମାନଙ୍କର ଜୀବନରେ ରଖନ୍ତି। ତାପରେ ଲେଖାଗଲା, କାରଣ ଈଶ୍ୱରଙ୍କର ମନ୍ଦିର ପବିତ୍ର ଆଉ ସେଇ ମନ୍ଦିର ତୁମ୍ଭେମାନେ। ଅର୍ଥାତ୍ ବାଇବଲ କୁହାଗଲା ଯେଉଁ ବ୍ୟକ୍ତିମାନେ ଯୀଶୁଙ୍କୁ ବିଶ୍ୱାସ କରି ଚାଲୁଛନ୍ତି ସେମାନେ ପବିତ୍ର ଆତ୍ମାଙ୍କର ମନ୍ଦିର, ଈଶ୍ୱରଙ୍କର ମନ୍ଦିର, ଯେଉଁଠି ପବିତ୍ର ଆତ୍ମା ବାସ କରିବେ। ଆଉ ସେଇ ଲୋକମାନେ କେମିତି ଥିବେ? ବାଇବଲ କୁହାଗଲା ସେହି ଲୋକମାନେ ପବିତ୍ର ଥିବେ କହିକରି ପ୍ରେରିତ ପାଉଲ ଏଠି ଆପଣର ସମସ୍ତ ପ୍ରକାର ଟିଚିଂରେ ପ୍ରକାଶ କରୁଅଛନ୍ତି। ସେ କହିଲେ ସେ ମନ୍ଦିର କୋଉମାନେ ଅଟନ୍ତି? ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିଛନ୍ତି। ଯୀଶୁଙ୍କୁ ବିଶ୍ୱାସ କରିସାରିଲା ପରେ ଯେଉଁ ବ୍ୟକ୍ତିମାନେ ଯାଉଛନ୍ତି ପବିତ୍ର ଆତ୍ମାକୁ ନିଜ ହୃଦୟରେ ସ୍ଥାନ ଦେଇକି, ସେ ସମସ୍ତ ବ୍ୟକ୍ତି ହେଉଛନ୍ତି ପବିତ୍ର ଅଟନ୍ତି। ପ୍ରଭୁ ଆମକୁ ଅପବିତ୍ର କହିନାହାନ୍ତି, ପ୍ରଭୁ ଆମମାନଙ୍କୁ ଅଶୁଚି ବୋଲି କହିନାହାନ୍ତି। ଅଶୁଚି ଆଉ ଅପବିତ୍ର ତାହା ସବୁବେଳେ ଡେଭିଲ ଆମକୁ କୁହେ, କିନ୍ତୁ ପ୍ରଭୁ ଆମମାନଙ୍କୁ କହିଛନ୍ତି ଯେଉଁମାନେ ପବିତ୍ର ଆତ୍ମାକୁ ଆପଣ ହୃଦୟରେ ସ୍ଥାନ ଦେଇ ଅଛନ୍ତି ସେ ସମସ୍ତ ବ୍ୟକ୍ତିକୁ କହିଛନ୍ତି ସେମାନେ ହେଉଛନ୍ତି ପବିତ୍ର ବ୍ୟକ୍ତି। ଆପଣମାନେ ସମସ୍ତେ ହୋଲି ଅଟନ୍ତି। ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରି ପବିତ୍ର ଆତ୍ମାଙ୍କୁ ହୃଦୟରେ ସ୍ଥାନ ଦେଇ ଅଛନ୍ତି, ଆପଣମାନେ ସମସ୍ତେ ପବିତ୍ର ଜୀବନ ଆରମ୍ଭ କରିଛନ୍ତି ଏବଂ ଆହୁରି ପବିତ୍ରତାରେ ଆପଣ ଆଗକୁ ବଢ଼ିକରି ଯିବେ। ଏଥିପାଇଁ କାରଣ ଆପଣମାନେ ପ୍ରଭୁଙ୍କ ସମ୍ମୁଖରେ ଏକ ପବିତ୍ର ବ୍ୟକ୍ତି ଅଟନ୍ତି। ନିଜକୁ ଆପଣ କେବେ କୁହନ୍ତୁ ନାହିଁ, ଯଦି ଶୈତାନ ଆପଣଙ୍କୁ ବିଭିନ୍ନ ପ୍ରକାର ନେଗେଟିଭ ଥଟ୍ ଦଉଛି,
जदि शैतान विभिन्न प्रकार पाप आपनकर सामना रे रखुअछे तो आपण निजको केबे भी दुर्बल अनुभव करते नाही। जो प्रभु आपनको पापठू उद्धार कले से विश्वास द्वारा आसुथुआ पाप सहित आपण जेपरि लड़ाई करिवे एथिपा आपनको से बल देबे। जो पवित्र आत्मा आपनको हृदय रे वास करूछन्ते से पवित्र आत्मा आपनको केबे भी पाप रे पड़िबा पाए देबे ही नाही। जो जागा परमेश्वरंकर आत्मार रहिबार स्थान अटे से जागा केबे भी शैतान अपवित्र करि पारिबो नाही। सेथिबे कहगला तांकर मंदिर होउछन्ते आम्भे माने आउ तांकर मंदिर कोन अटे पूरा पवित्र अटे। कहगला सेथिपाए ईश्वरंकर मंदिर पवित्र आउ सेही मंदिर होउछन्ते मु एवं आपणाने आमे समस्त अटु। तो आमे समस्त को जेता से पवित्र बने सारले ताहले आमे काहे के विचलित होइकरे बंचबा। प्रभु हमको जेता पवित्र बने देले आमे काहे के विचलित होइकरे बंचबा। आज ठो आपण विचलित होइकरे बंचंतो हे नाही। निजर प्रार्थना वीक हे गेला कोइ के निज को डिसअपॉइंटमेंट करंतो नाही। जेबे निजर बाइबल पढिबार दुर्बल हे जाउछे से समय दुखित होंतो हे नाही। कारण प्रभु आपण को आह्वान करिसेंते बाइबल पढिबा पाई प्रार्थना करिबा पाई एवं शैतान सहित युद्ध करिबा पाई आपण को आह्वान करिसेंते। आपण को सेथि पाई यीशु को ठारे विश्वास करिबा द्वारा ईश्वरंकर पुत्र हेबा पाई आपण को एथि पाई से सुजोग देले जे ए सब काम आपण करंतो। एथि पाई आपण को पुनर्जन्म दिया गला। आ से पुनर्जन्म बाइबल को आउचे नूतन सृष्टि अटे। जो माने नूतन सृष्टि रे प्रवेश करि अछन्ते जो माने नूतन सृष्टि को निज जीवन रे पाई सारलेने से समस्त व्यक्ति पवित्र एवं समस्तक मध्य रे प्रभुकर से पवित्रता आसी सारलाने। जो पवित्रता को हमें अनेक समय अपेक्षा करिथिलु जो पवित्रता को हमें पाइबो नाही कोइ के हमें जो भाबुथिलु से जिनस हमर भितर ऑलरेडी मिली सारलाने। कारण बाइबल को आगला तुम माने होच पवित्र और सही मंदिर होच तुमे माने होच सही मंदिर जो मंदिर होच पवित्र आत्मा को रहिबार एको जागा। जेते भी जन पवित्र आत्मा को हृदय स्थान देइछन्ते से समस्त व्यक्ति पवित्र जेमानकर विपक्ष रे शैतान षडयंत्र करो पाप रे नेबा पाए से कामयाब हे पारबो नाही। जो माने पवित्र आत्मा को ग्रहण करिछन्ते सेमानकर जीवन रे शैतान जेते भी आघात दो सेमान आहुरे आगो को बढ़िबे। कारण पवित्र आत्मा जो मान को ठारे रुहन्ते सेमाने क्लेश पर आहुरे वर्धिष्णु हे जेबे दुख पर आहुरे अधिक बढ़िबे निराश पर आहुरे अधिक बढ़िबे। जो व्यक्ति ने पवित्र आत्मा को ग्रहण करि अछन्ते सेमाने वर्धिष्णु देखिबे सेमाने उन्नति को देखिबे सेमानकर आनंद वृद्धि पाइबार देखा जिवो सेमानकर प्रेयर बढ़िबार देखा जिवो। एथि पाए कारण पवित्र आत्मा सबले ग्रोथ रो लाइफ को दियन्ते से केबे भी आपन को डाउनफॉल लाइफ दियन्ते नाही। जो पवित्र आत्मा आपन को हृदय आज वास करू अछन्ते से आपन को बढ़े 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 आगु को नेबे किंतु से आपन को तळको आ पुनर्बार आत्मिक लाइफ रे आनिबे नाही। एथि पाए कारण से आपन को बढ़ेबा पाही आपन को हृदय से आपनर जागा को प्रस्तुत करे ऑलरेडी अल्हे आसे सारलेने। एबे आपन पवित्रता रे बढ़ी चालंतो एबे आपन आहुरे प्रभुंकर राज्य रे वृद्धि पांतो आहुरे अधिक आत्मा रे परिपूर्ण हे करे चालंतो। कारण आपनकर भितरे सही पवित्रता आसे गला